ବୋଉ ଅଛି ଅପା ଲ ଅଛି ଅପା ବୋଉ ଅଛି ଅପା ଅପା କାହିଁକି ଏତେ ବଡ଼ ପାଟି କରୁଛୁ କହିଲୁ କଣ ହେଇଛି କହ ଅପା ମୁଁ ମନ୍ଦିର ଯାଇଥିଲି କାହିଁକି କାହିଁ କହିଲୁ ତୁ ନୂଆ ଚାକିରି ଜଏନ୍ କରିବୁ ଠାକୁରଙ୍କୁ ତୋ କଥା ଜଣେଇ ମୁଁ ଭୋଗ କରି ଆଣିଛି ନେ ଅପା ତୁ ଟିକେ ଆଗ ଭୋଗ ପାଇଦେ ବୁଝିଲୁ ଅପା ଆଜି ରାତି ଭୋର 4টাରୁ ଉଠି ମୁଁ ଗାଧେଇ ପାଧେଇ ମନ୍ଦିର ଯାଇଥିଲି ପହଡ଼ ଖୋଲିଲା ବାସ୍ ପ୍ରଥମ ଭୋଗଟା ହଉଛି ମୋର ହଁ ପରା କାଲି ରାତି ଯାକ ସେ ଶୋଇନି କେତେବେଳେ ରାତି ପାହିବ ସେ ମନ୍ଦିରକୁ ଯିବ ବୋଉ ବୋଉଲୋ ଏଣିକି ଆମକୁ ଆଉ କିଛି ଚିନ୍ତା କରିବାକୁ ପଡ଼ିବନି କାହିଁ କହିଲୁ ଅପା ତ ଚାକିରି ହେଇଗଲାଣି ତୁ ନୂଆ ଶାଢ଼ୀ ପିନ୍ଧିବୁ ମୁଁ ପାଠ ପଢ଼ିବି ଆଉ ଆମର ଚାଳ ଘରଟା ସବୁଦିନ ପାଇଁ କୋଠା ଘର ହେଇଯିବ ପିଲାଟି ଦିନରୁ ଆମେ ବହୁତ ଅଭାବ ଭିତରେ ବଢି ଆସିଛେ ଏ ଦେଖୁନୁ ଆଜି ପର୍ଯ୍ୟନ୍ତ ମୋ ବୋଉ ଦେହରେ ଭଲ ଶାଢ଼ୀ ଖଣ୍ଡିଏ ବି ନାହିଁ ଏଇ ଦେଖୁନୁ ଶାଢ଼ୀଟା 3 ଜାଗା ଚିରି ଗଲାଣି ତାକୁ ଛୁଞ୍ଚିରେ ସିଲେଇ କରି ପିନ୍ଧୁଛି ଆଉ ତୋର କଣ ଭଲ ଡ୍ରେସ୍ ହଳେ ଅଛି କି ବର୍ଷା ହେଇଗଲାନି ହଳେ ଡ୍ରେସ୍କୁ ଧୋଇ ଶୁକେଇ ପିନ୍ଧୁଛି ଆଲୋ ମୋ ପୁଅ ପିଲାଟା ମୋର ଯାହା ହେଲେ ବି ଚଳିବ ପେଟ ମୁଣ୍ଡକୁ ମାରି କୋଉଠି କୋଉ ଖୁଣ୍ଟି ଖାଣ୍ଟି ରଖିଥିଲା ଯେ ଆଜି ମୁଁ ଚାକିରିରେ ଜଏନ୍ କରିବା ପାଇଁ ଯିବି ବୋଲି ମୋ ପାଇଁ ନୂଆ ଡ୍ରେସ୍ ନେଇ ଆସିଛି ଆଲୋ ମା ତୁ ପରା ଆମର ସବୁ କିଛି ତତେ ଭରସା କରି ତ ଆମେ ମା ପୁଅ 2 ଜଣ ଯାକ ପଢିଛୁ ତୁ ନୂଆ କରି ଚାକିରି କରିବାକୁ ଯିବୁ କଣ ପୁରୁଣା ଡ୍ରେସ୍ ପିନ୍ଧି ଯାଇଥାନ୍ତୁ ସେଇଥିପାଇଁ ଆମେ ମା ପୁଅ ଯୋଉଠି ଯାହା ଖେଣ୍ଟି ଖାଣ୍ଟି ରଖିଥିଲୁ ସେଥିରେ ତୋ ପାଇଁ ଡ୍ରେସ୍ ହଳକ ହେଇଗଲା ଏ ପପୁ ରଖିଥିଲା ପପୁ କୋଉଠୁ ଆଣିଲା ସବୁଦିନ କଲେଜ ଗଲାବେଳେ ତାକୁ ଯୋଉ 5-7 ଟଙ୍କା ଦିଆଯାଏ ସେ ତାକୁ ଖର୍ଚ୍ଚ ନ କରି କୁପିରେ ଗଳେଇ ପକାଏ କାଲି ଯାଇ ମତେ କହିଲା ବୋଉ ଅପା ନୂଆ କରି ଚାକିରି କରିବାକୁ ଯିବ ସେ କଣ ପୁରୁଣା ଡ୍ରେସ୍ ପିନ୍ଧି ଯିବ କୁପିଟାକୁ ଭାଙ୍ଗିଦେଲା 300 ଟଙ୍କା ଥିଲା ଆଉ ମୁଁ 200 ରଖିଥିଲି ସେଥିରେ ତୋ ପାଇଁ ଡ୍ରେସ୍ ହଳକ ହେଇଗଲା ପପୁ କାନ୍ଦନା ରେ ମା ଅନୁକୂଳରେ ଯାଉଛୁ ଜମା କାନ୍ଦନା ଆଜି ତୋ ବାପା ଥିଲେ କେତେ ଖୁସି ହେଇଥାନ୍ତେ ତାକୁ ଗୋଡ଼ ଆଜି ତଳେ ଲାଗୁନଥାନ୍ତେ ଏ ବୋଉ ତୁ କହୁଥିଲୁ ନା ପପୁ ପାଠ ପଢ଼ିବ ବୋଲି ମୁଁ ତାକୁ ବହୁତ ପାଠ ପଢ଼େଇବି ଆମ ଗାଁର ସବୁଠୁ ବେଶୀ ପାଠ ମୁଁ ତାକୁ କରିବି କାହିଁକି ନା ବାପାଙ୍କର କେବଳ ଆମ ଭାଇ ଭଉଣୀ ଉପରେ ଚିନ୍ତା ଥିଲା ନିଜେ ନ ଖାଇ ନ ପିଇ ଆମ ଭାଇ ଭଉଣୀର ପାଠ ପଢ଼ା ପାଇଁ ସେ ପଇସା ରଖୁଥିଲେ କାଠ ହାଣି ହାଣି ବେଳ ଗୋଡ଼କୁ ଆସି ଚାହା କପେ ବି କୋଉଠି ପିଇ ନଥିଲେ କହିବେ 5 ଟଙ୍କା ଦେଇ ଚାହା କପେ ପିଇଦେଲେ କାଲି ସକାଳେ ମୋ ପୁଅ ଝିଅ ପାଠ ପଢ଼ିବାକୁ ଗଲାବେଳେ କଣ ନେଇକି ଏବେ ବି ମୋ ବାପାଙ୍କ କଥା ମନେ ଅଛି ହାଟ ପାଳି ଦିନ ମତେ କାନ୍ଧରେ ବସେଇ ହାଟକୁ ନଉଥିଲେ ଆଉ ଗୁଡିଆ ଦୋକାନରେ ବସେଇ ଦୋକାନୀକୁ କହୁଥିଲେ ମୋ ପୁଅ ଆସିଛି ସେ ଯାହା ଖାଇବାକୁ ମାଗିବ ତମେ ଦବ କୁଆଁର ପୁନେଇ ରଜରେ ବାପାଙ୍କର କେବଳ ମୋହରି ଚିନ୍ତା କରଜ କରି ସେ ମୋ ପାଇଁ ନୂଆ ଡ୍ରେସ୍ ନେଇ ଆସୁଥିଲେ କାହିଁକି କରଜ କଲ ବୋଲି ମୁଁ ଯଦି କହିବି ତାହେଲେ ସିଏ କହୁଥାନ୍ତି ମୁଁ ବଞ୍ଚିଥିବା ଯାଏ ମୋ ପୁଅ ଝିଅକୁ ଭଲ ଖୁଆଇବି ଭଲ ପିନ୍ଧେଇବି ଗୋଟିଏ ବଡ଼ ସ୍ୱପ୍ନ ଥିଲା ମୋ ବାପା ପାଠ ପଢ଼ି ଚାକିରି କରିବ ଆଉ ବଡ଼ ଘରକୁ ବୋଉ ହେଇଯିବ ଆଜି ମୁଁ ଚାକିରିରେ ଜଏନ୍ କରିବା ପାଇଁ ଯାଉଛି ହେଲେ ମୋ ବାପା ମୋ ପାଖରେ ନାହାନ୍ତି ଆମ ସମସ୍ତଙ୍କୁ ହତାଶ କରିଦେଇ ସେ ତାଙ୍କ ବାଟରେ ଚାଲିଗଲେ ଅଛି କିଲୋ ଅଛି ଅଛି ଆରେ ଘରେ ଅଛୁ ନା କୁଆଡ଼େ ଯିବା ଅଛି ଆରେ ତୁ କେତେ ଦିନ ଲୁଚୁ ହେଇ ତ হ্যাঁ ମୋ ବେଳ ଭଲ ଗୋଟେ ବଢ଼ିଆ ବେଳରେ ଆସିଛି ନେଉଳ ମୁଁ ଯାଇକି ଆସିଛି ଯାଉ ଏଠି ସମସ୍ତେ ଅଛନ୍ତି କଥା କ'ଣ ମା ତାପରେ ବେଜାଏ ଟଙ୍କା ହେଇଗଲାଣି କୋଉ ଦିନ ଦବୁ ମାନେ ମୁଁ କ'ଣ କହୁଥିଲି କି ଏ ତମେ ରୁହ ତମେ ଖାଲି କହୁଥିବ ମୁଁ ଖାଲି ଶୁଣୁଥିବି ମୁଁ ଶୁଣୁଥିବି ଦଉଥିବି ଆଉ ଜମା ନେବିନି ମଉସା
बापा मरीगला पर मुझे आपको निज बापा भली भाभी नहीं थाऊ सेतिकी थाऊ मु ए मौसार अच्छी ठीक अच्छी मत से झमेलार पूरा ना कथा कौन कि तो बापा सुधी बेले टंका नहीं देइनु ना देइनु भाई पाठ पढ़ा बेले को टंका नहीं हो नहीं देइनु ना देइनु एमती हिसाब कले तो ऊपर बेजाय टंका हो कौ दिन दबु मौसा मु आज चाकरी जॉइन करिया पई जाउची हाँ मौसा एणिकी अपा धीरे धीरे तुम टंका सुझीदेव आमे आपण धारुआ ही रहिबुनी सदानंद बाबू आम अभाव बेल आपन से आमको साहाय्य करछंती एणिकी आमे आपण को सब करज सुझी देबो आउ देख कौन हौची भाविली मो पाखे रही सब समस्यार समाधान होता ए मो पाखे एमती केते लोक काम कर ना मु ए क्लास कंट्राक्टर टी हेले झीर तो गोटे जीती सरकारी चाकरी करिवो एई कनेस्टेबल चाकरी तो सतरे प्रेस्टीज अछि तो आओ संभाली पारिले हेला हाँ चाकरी तो कलु एतर दरमा पैसाटा पाइले भले भले मो पाखे पहुँचे आगे मु देई देबी एमती दबा नवा चलवाटा ठीक ना तू दौथबु मु नौथबी मु दौथबी तू नौथबु तू तो जमा दौनु खाली नौचु करे एणिकी काय पड़ी गुसा चल दौड़ ए जाऊ छे मु आसुची बहु समर आसी अनुकूलटा खराब करदला नहीं रे आम गरीब मानक पई अनुकूल होचे इया मु आसुची बहु